হ্যালো ফ্রেন্ডস, জয় জগন্নাথ। শুভ সকাଳ। ଆଜି ହେଉଛି ଜୁନ୍ ମାସ 2 ତାରିଖ ମଙ୍ଗଳବାର। ଆସନ୍ତୁ ନଜର ପକାଇବା ଆଜି ଦିନଯାକର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଏବେ ହିଁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରିଦିଅନ୍ତୁ ଏମିତିକା ଦେଶ ବିଦେଶର ଖବର ସର୍ବପ୍ରଥମେ ଜାଣିବାକୁ। ତେବେ ଡେରି ନକରି ଚାଲନ୍ତୁ ଯିବା ଆଜିର ଖବର ଆଡ଼କୁ। ଆଜିର ପ୍ରଥମ ଖବର, ଆଶ୍ୱସ୍ତି ଆଣିଛି କାଳବୈଶାଖୀ। ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ଆଇଏମ୍ଡି ବିଭାଗ। ଆଶ୍ୱସ୍ତି ଆଣିଛି କାଳବୈଶାଖୀ। ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜାରି ରହିଛି। ଆହୁରି 4 ଦିନ ଏହିଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟତଃ ସୋମବାର ସମଗ୍ର ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷ କରି ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ ଆଦି ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ପବନ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେଉଁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ କାଳବୈଶାଖୀ ସହିତ କୁଆପଥର ବୃଷ୍ଟି ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଜୁନ୍ 4 ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ଏଥିପାଇଁ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇଥିବା ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ଜାଗମରା ଅଞ୍ଚଳରେ ଅଘଟଣ। ସର୍ଟ ସର୍କିଟ୍ରୁ ଜଳିଗଲା ଆମ୍ବୁଲାନ୍ସ। ଭୁବନେଶ୍ୱରରେ ଜାଗମରା ଅଞ୍ଚଳରେ ସର୍ଟ ସର୍କିଟ୍ରୁ ଆମ୍ବୁଲାନ୍ସରେ ଲାଗିଛି ଭୟଙ୍କର ନିଆଁ। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଛି। ଆମ୍ବୁଲାନ୍ସରେ ଜଗନ୍ନାଥ ମନ୍ଦିର ସାମ୍ନାରେ ବର୍ଷ ସାରା ଠିଆ ହୋଇଥିଲା। ସୋମବାର ଦିନ ହଠାତ୍ ଆମ୍ବୁଲାନ୍ସଟି ଜଳିବାକୁ ଲାଗିଲା। ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି। ଏନେଇ ଡ୍ରାଇଭର କହିଛନ୍ତି ଯେ ଆମ୍ବୁଲାନ୍ସଟି କିଛି ଦିନ ହେଲା ବ୍ୟାଟେରୀ ସମସ୍ୟା ଭୋଗୁଥିଲା। ପ୍ରତିଦିନ ସକାଳେ ଠେଲିକି ଷ୍ଟାର୍ଟ କରିବା ପାଇଁ ପଡ଼ୁଥିଲା। ଇଞ୍ଜିନରେ ବି ସର୍ଟ ସର୍କିଟ୍ ଥିଲା। ରବିବାର ରାତିରେ ଗାଡ଼ି କଟକ ଯାଇ ଭୋର 4:30ଟାରେ ଫେରିଥିଲା। ଆଉ ତାର 6ଟା ପାଖାପାଖି ମିନିଟ୍ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କିଛି ମିନିଟ୍ ମଧ୍ୟରେ ପୁରା ଗାଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବାର ଜଣାପଡ଼ିଛି। ପରବର୍ତ୍ତୀ ଖବର, ବୃଦ୍ଧଙ୍କୁ 2 ଘଣ୍ଟା ଧରି ଗୁଡ଼ାଇ ରଖିଲା ବିଷଧର ସାପ। ବୌଦ୍ଧ ଜିଲ୍ଲାର ଏକ ଗାଁରେ ଏକ ବିଷଧର ସାପ ଏବଂ ଜଣେ ପଶାଘାତଗ୍ରସ୍ତ ବୃଦ୍ଧଙ୍କୁ ନେଇ ଘଟିଥିବା ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ବିରଳ ଘଟଣାଟି ହରଭଙ୍ଗା ବ୍ଲକର ଅଡ଼େନିଗଡ଼ ଗାଁରେ ଘଟିଛି, ଯେଉଁଠାରେ ଏକ ବିଷଧର ସାପ ବୃଦ୍ଧ ଜଣଙ୍କୁ ଏବଂ ସେ ବସିଥିବା ଚୌକିକୁ ଗୁଡ଼ାଇ ଧରିଥିଲା। ଫଳରେ ସେ ପ୍ରାୟ 2 ଘଣ୍ଟା ଧରି ଅଟକି ରହିଥିଲା। ପୀଡ଼ିତ ବୃଦ୍ଧ ହେଉଛନ୍ତି କୃଷ୍ଣଚନ୍ଦ୍ର ସାହୁ, ଯିଏକି ପଶାଘାତ ବା ପାରାଲିସିସ୍ ରୋଗରେ ପୀଡ଼ିତ ଏବଂ ସେ ନିଜେ ଚଳପ୍ରଚଳ କରିବାରେ ଅସମର୍ଥ ଅଟନ୍ତି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସେ ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ଖୋଲା ଝରକା ଦେଇ ଘର ଭିତରକୁ ପଶି ଆସିଥିଲା। ସାପଟି ଘରେ ଥିବା କଥା ବୃଦ୍ଧ ଜଣକ ଜାଣିପାରି ନଥିଲେ ଏବଂ ସାପଟି ଧୀରେ ଧୀରେ ତାଙ୍କର ଶରୀର ଉପରକୁ ଚଢ଼ି ଯାଇଥିଲା। ପରିସ୍ଥିତି ଯେତେବେଳେ ଭୟଙ୍କର ହୋଇପଡ଼ିଥିଲା, ସେତେବେଳେ ଶ୍ରୀ ସାହୁଙ୍କ ନିଦ ଭାଙ୍ଗିଥିଲା ଏବଂ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଉପରେ ଏକ ସାପ ରହିଛି। ଭୟଭୀତ ହୋଇ ସେ ସେଠାରୁ ହଟିବାର ଚେଷ୍ଟା କରିଥିଲେ, ମାତ୍ର ଶରୀରରେ ଅବସ୍ଥା ଯୋଗୁଁ ସେ ଜଲ୍ଦି ସେଠାରୁ ହଟିପାରି ନଥିଲେ। ଏହି ସଂଘର୍ଷ ସମୟରେ ସାପଟି ତାଙ୍କ ହାତ ଏବଂ ପାଖରେ ଥିବା ଚୌକିକୁ ଗୁଡ଼ାଇ ଧରିଥିଲା, ଯାହାଫଳରେ ସେ ସେହି ସ୍ଥାନରେ ଅଟକି ହିଁ ରହିବା ପାଇଁ ବାଧ୍ୟ ହୋଇଥିଲେ। ଏହି ଦୃଶ୍ୟ ଦେଖିବାର ପରିବାରବର୍ଗ ଭୟଭୀତ ହୋଇପଡ଼ିଥିଲେ ମଧ୍ୟ ସାବଧାନ ଅବଲମ୍ବନ କରିଥିଲେ। ସାପଟି ଉତ୍ତେଜିତ ହୋଇ କାମୁଡ଼ି ଦେବାର ଭୟ ଥିବାରୁ ସେମାନେ ଅତ୍ୟନ୍ତ ସତର୍କତାର ସହ ଶ୍ରୀ ସାହୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ଯେପରିକି ତାଙ୍କର କିମ୍ବା ସାପଟିର କୌଣସି କ୍ଷତି ନ ହୁଏ। ପ୍ରାୟ 2 ଘଣ୍ଟାର ଉତ୍ତେଜନାପୂର୍ଣ୍ଣ ପ୍ରୟାସ ପରେ ପରିବାର ସଦସ୍ୟମାନେ ଶେଷରେ ଶ୍ରୀ ସାହୁଙ୍କୁ ସାପ କବଳରୁ ମୁକ୍ତି କରିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ଖବର, ଭାରତୀୟ ଜମିକୁ ଦଖଲ କଲା ନେପାଳ। ବାଲେନ ଶାହାଙ୍କ ବିବାଦୀୟ ବୟାନ ପରେ ବୈଦେଶିକ ମନ୍ତ୍ରଣାଳୟର ଉତ୍ତର ଆସିଛି। ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହା ସଂସଦରେ ଜମି ଜବରଦଖଲ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏବେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟୀକରଣ ଜାରି କରିଛି, ଯେଉଁଥିରେ ନେପାଳୀ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପଛରେ ଥିବା ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରାଯାଇଛି। ବାଲେନ ଶାହା କ'ଣ କହିଥିଲେ, ଆସନ୍ତୁ ସେ ବିଷୟରେ ନଜର ପକାଇବା। ସଂସଦରେ ସାଂସଦମାନଙ୍କର ପ୍ରଶ୍ନ ଉତ୍ତର ଦେବା ସମୟରେ ପ୍ରଧାନମନ୍ତ୍ରୀ ବାଲେନ ଶାହା କହିଥିଲେ ଯେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଜାଣିପାରିଲେ ଯେ ଭାରତ କେବଳ ନେପାଳୀ ଅଞ୍ଚଳକୁ ଜବରଦଖଲ କରିଛି ତାହା ନୁହେଁ, ବରଂ ନେପାଳ ମଧ୍ୟ ଅନେକ ସ୍ଥାନରେ ଭାରତୀୟ ଅଞ୍ଚଳକୁ ଜବରଦଖଲ କରିଛି। ଏକ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଲୋକ ବାହାଦୁର ପାଉଡେଲ ଛେତ୍ରୀ ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ମୁଖ୍ୟତଃ ସୀମାନ୍ତବର୍ତ୍ତୀ ନୋ ମ୍ୟାନ୍ ଲ୍ୟାଣ୍ଡ ଅଞ୍ଚଳ ମଧ୍ୟରେ ଜବରଦଖଲ ସହିତ ଜଡ଼ିତ ଏବଂ ଏହାକୁ ସେ ସୀମା ପାର ଜବରଦଖଲ ବୋଲି କହିଥିଲେ। ନେପାଳୀ ଗଣମାଧ୍ୟମ ଦି କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରବିବାର ମେ 31ରେ ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ସଂସଦରେ ନେପାଳର ଭାରତୀୟ ଅଞ୍ଚଳ ଜବରଦଖଲ ସମ୍ପର୍କରେ ଦେଇଥିବା ବିବୃତ୍ତି ସୀମା ଆରପାରିରେ ଜମି ଜବରଦଖଲ ଏବଂ ବ୍ୟବହାରିକ ସହିତ ଜଡ଼ିତ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ଏକ ଆଞ୍ଚଳିକ ଦାବି ଗଠନ କରିବା ପରିବର୍ତ୍ତେ ଅଟେ ନୁହେଁ। ପରବର୍ତ୍ତୀ ଖବର, ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଏବଂ ଡିଜେଲର ଦାମ। ମେ 31 ପାଇଁ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଘୋଷଣା କରାଯାଇଛି। ଗତ 24 ଘଣ୍ଟା
ମଧ୍ୟରେ ଇନ୍ଧନର ଦର 33 ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପ୍ରତି 109 ଟଙ୍କା 22 ପଇସା ରହିଥିବା ବେଳେ ଡିଜେଲର ଦର ଲିଟର ପ୍ରତି 100 ଟଙ୍କା 92 ପଇସା ରହିଛି। ସେହିପରି ଓଡ଼ିଶାର କଟକ ସହର କଥା କହିଲେ ଗତ 24 ଘଣ୍ଟା ମଧ୍ୟରେ ଏଠାରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। କଟକରେ ପେଟ୍ରୋଲ ଦର ଲିଟର ପ୍ରତି 109 ଟଙ୍କା 84 ପଇସା ଥିବା ବେଳେ ଡିଜେଲ ଦର 101 ଟଙ୍କା 52 ପଇସା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଏଠାରେ ଇନ୍ଧନ ଦର 78 ପଇସାକୁ ମଧ୍ୟ ବୃଦ୍ଧି ପାଇଛି। ପରବର୍ତ୍ତୀ ଖବର, ମହିଳା ଶୌଚାଳୟରେ ସ୍ପାଏ କ୍ୟାମେରା ଲଗାଇ ଗିରଫ ରାଜସ୍ୱ ସହାୟକ। ପ୍ରେମରେ ବିଫଳ ହେବା ପରେ ରଚିଥିଲେ ଷଡ଼ଯନ୍ତ୍ର। ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ମହିଳାଙ୍କ ନିମନ୍ତେ ଥିବା ଶୌଚାଳୟରେ ସ୍ପାଏ କ୍ୟାମେରା ଲଗାଇବା ଘଟଣା ବନ୍ଧା ହେଲେ କନିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ ଅଧେୟ। ଏରସାମା ନୂଆଗାଁର ସଞ୍ଜୟ ଗତ କିଛି ବର୍ଷ ହେଲା ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ। ସ୍ପାଏ କ୍ୟାମେରାକୁ ଅନଲାଇନ୍ ଜରିଆରେ କିଣିଥିଲେ। ଶୌଚାଳୟରେ ଏହାକୁ ଫିଟିଂ କରିବା ସହ ସ୍ୱତନ୍ତ୍ର ଆପ୍ଲିକେସନ୍ ଲୋଡ୍ କରି ନିଜ ମୋବାଇଲ ଫୋନରେ ରେକର୍ଡିଂ କରୁଥିଲେ। ଗତ 25 ତାରିଖରେ ଶୌଚାଳୟ ଚଟାଣରେ ସ୍ପାଏ କ୍ୟାମେରା ଖସି ପଡ଼ିଥିଲା। ଜଣେ ମହିଳା ଅଧିକାରୀ ଏହାକୁ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଭାରପ୍ରାପ୍ତ ଅତିରିକ୍ତ ଇଓ ଗିରିଜା ଶଙ୍କର ମଲ୍ଲିକ ଏନେଇ ତୁରନ୍ତ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ। ପୁଲିସ ସ୍ପାଏ କ୍ୟାମେରାକୁ ଜବତ କରି ସାଇବର ସେଲ୍କୁ ପଠାଇଥିଲା। କାର୍ଯ୍ୟାଳୟରେ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସନ୍ଦେହ ଘେରକୁ ଆସିଥିଲେ କନିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ ଆଧେୟ। ଅଧିକ ଖୋଳତାଡ଼ ପରେ ପ୍ରମାଣକୁ ଆଧାର କରି ପୁଲିସ ସଞ୍ଜୟକୁ ଗିରଫ କରିଛି। ଏନେଇ ଜଗତସିଂହପୁର ଏସ୍ପି ଅଙ୍କିତ ବର୍ମା ପ୍ରେସ୍ ମିଟ୍ ଜରିଆରେ ସୂଚନା ଦେଇଛନ୍ତି। ଏପଟେ ଜିଲ୍ଲାପାଳ ମଧ୍ୟ ଅଭିଯୁକ୍ତ ସଞ୍ଜୟକୁ ନିଲମ୍ବନ କରିଛନ୍ତି। ଜଣେ ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ଶୌଚାଳୟରେ ସଞ୍ଜୟ ସ୍ପାଏ କ୍ୟାମେରା ଖଞ୍ଜିଥିଲା। ତେବେ ଏହି ଶୌଚାଳୟ ଭିତରେ କିଛି ଭିଡିଓରେ ସେ ସଂରକ୍ଷିତ କରୁଥିବାର କୁହାଯାଉଛି। ଏହି ଦିଗରେ ଅଧିକ ତଦନ୍ତ ଚାଲିଥିବାର କୁହାଯାଉଛି, ଏସ୍ପି କହିଛନ୍ତି। ପରବର୍ତ୍ତୀ ଖବର, ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଲା ସରକାର, ବଢ଼ିଲା ଏଲ୍ପିଜି ସିଲିଣ୍ଡରର ଦାମ। ଜୁନ୍ 1 ତାରିଖରେ ସାଧାରଣ ଜନତା ପୁଣି ଥରେ ବଢ଼ୁଥିବା ମୁଦ୍ରାସ୍ଫୀତିର ଏକ ବଡ଼ ଆଘାତର ସମ୍ମୁଖୀନ ହୋଇଛନ୍ତି। ଗ୍ୟାସ୍ କମ୍ପାନୀଗୁଡ଼ିକ ପୁଣି ଥରେ ବାଣିଜ୍ୟିକ ବା କମର୍ସିଆଲ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଦିଲ୍ଲୀ ଏନ୍ସିଆରରେ 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 42 ଟଙ୍କାକୁ ବୃଦ୍ଧି ପାଇଛି, ଯାହାଫଳରେ ମୂଲ୍ୟ 3113 ଟଙ୍କା ହୋଇଛି। ଏହି ସମୟରେ କୋଲକାତାରେ ମୂଲ୍ୟ 53 ଟଙ୍କା 50 ପଇସାକୁ ବୃଦ୍ଧି ପାଇଛି, ଯାହାଫଳରେ ମୂଲ୍ୟ 3255 ଟଙ୍କା ହୋଇଛି। 5 କିଲୋର ଏଫ୍ଟିଏଲ୍ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ 11କୁ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ଏଗୁଡ଼ିକର ମୂଲ୍ୟ ଏବେ 821 ଟଙ୍କା 50 ପଇସାକୁ ହେବାକୁ ଯାଉଛି। ଏହି ନୂତନ ମୂଲ୍ୟ ଆଜି ଅର୍ଥାତ୍ ଜୁନ୍ 1 ସୋମବାର ଠାରୁ ଲାଗୁ ହୋଇଛି। ଏହା ଉଲ୍ଲେଖନୀୟ ଯେ ପୂର୍ବ ବୃଦ୍ଧିର ଠିକ୍ ଗୋଟିଏ ମାସ ପରେ ଗ୍ୟାସ୍ କମ୍ପାନୀଗୁଡ଼ିକ ପୁଣି ଥରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବା ପାଇଁ ଯାଉଛନ୍ତି। ଏହା ପୂର୍ବରୁ ମେ 1 ତାରିଖରେ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ବୃଦ୍ଧି କାର୍ଯ୍ୟକାରୀ କରାଯାଇଥିଲା। ସେହି ସମୟରେ ମୂଲ୍ୟ ଆଶ୍ଚର୍ଯ୍ୟଜନକ ଭାବରେ 993 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ବାଣିଜ୍ୟିକ ସିଲିଣ୍ଡରଗୁଡ଼ିକ ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟ ଦ୍ୱାରା ବ୍ୟବହୃତ ହୋଇଥାଏ। ଏହାର ଅର୍ଥ ହେଉଛି ଯେ ଗ୍ରାହକମାନଙ୍କ ପାଇଁ ବାହାରେ ଖାଇବା ଏବେ ଆହୁରି ମହଙ୍ଗା ହେବା ପାଇଁ ଯାଉଛି। ତଥାପି ଏକ ଆଶାର ବିଷୟ ରହିଛି, ଘରୋଇ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ପାଇଁ ଅପରିବର୍ତ୍ତିତ ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ 14 ଟଙ୍କା 14.2 କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ 913ରେ ସ୍ଥିର ରହିଛି। ଏହା ପୂର୍ବରୁ ମୁଦ୍ରାସ୍ଫୀତିର ବୋଝ ସହିତ ଜଡ଼ିତ ଲକ୍ଷ ଲକ୍ଷ ପରିବାରକୁ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ପରବର୍ତ୍ତୀ ଖବର, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, ନାବାଳକ ସମେତ 2 ଜଣଙ୍କୁ ଗିରଫ କଲା ପୋଲିସ। ଚଳିତ ମାସ 17 ତାରିଖରେ ବୋଲଗଡ଼ ଗସ୍ତ ସମୟରେ ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ପୋଲିସ ଜଣେ 17 ବର୍ଷୀୟ ନାବାଳକ ସମେତ 2 ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଏଯାଏଁ ଫେରାର ରହିଥିବାର ଜଣାପଡ଼ିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ବୋଲଗଡ଼ ଫ୍ଲାଏଓଭର ନିକଟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏନେଇ ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଧନେଶ୍ୱର ବାରିକଙ୍କ ଲିଖିତ ଅଭିଯୋଗ କ୍ରମେ 19 ତାରିଖରେ ବୋଲଗଡ଼ ଥାନା ନମ୍ବର 230ରେ ବିଏନ୍ଏସ୍ ଧାରା ଅନୁସାରେ ମାମଲା ରୁଜୁ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍, ସିଡିଆର୍ ବିଶ୍ଳେଷଣ ଏବଂ ସ୍ଥାନୀୟ ତଦନ୍ତ ଆଧାରରେ ଅଭିଯୁକ୍ତ ପ୍ରକାଶ କୁମାର ସାହୁ ଏବଂ ଅଭିଯୁକ୍ତ ନାବାଳକକୁ 30-31 ତାରିଖରେ ଥାନାରୁ ଆଣି ପଚରାଉଚରା କରାଯାଇଥିଲା। ଏହାପରେ ଆକ୍ରମଣ ସମେତ ବ୍ୟବହୃତ ମୋଟର ସାଇକେଲ, ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଥିଲା। ତଦନ୍ତ ପରେ ବିଏନ୍ଏସ୍ ଧାରାରେ କୋର୍ଟରେ ହାଜର କରାଯାଇଛି। ଅଭିଯୁକ୍ତ ପ୍ରକାଶ କୁମାର ସାହୁ ଅଣ୍ଡା ଫୋପାଡ଼ିଥିବା ନାବାଳକ ଏବଂ କାଳିଆ ବେହେରାଙ୍କୁ ଉସ୍କାଇଥିଲା। ଅଭିଯୁକ୍ତ ସାହୁଙ୍କୁ ଖୋର୍ଦ୍ଧା ଜେଏମ୍ସି କୋର୍ଟରେ ହାଜର କରାଯାଇଥିଲା ବେଳେ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନିୟଲ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି।
ତଦନ୍ତରେ ଉକ୍ତ ନାବାଳକ ଅଭିଯୁକ୍ତ ବିରୁଦ୍ଧରେ ବୋଲଗଡ଼ ଥାନାରେ 2ଟି ଅପରାଧ ମାମଲା ପୂର୍ବରୁ ରହିଥିବାର ଜଣାପଡ଼ିଛି। ପରବର୍ତ୍ତୀ ଖବର, ହିରୋଇନ୍ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ। ପ୍ରତିକ୍ରିୟା ରଖିଲେ ଅଶୋକ ସମ୍ରାଟର ମ୍ୟାନେଜର। ଯାତ୍ରାପାର୍ଟି ହିରୋଇନ୍ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଅଶୋକ ସମ୍ରାଟର ମ୍ୟାନେଜର। ସେ କହିଛନ୍ତି, ଗିରଫ ମ୍ୟାନେଜରମାନେ ତୁଳସୀ ଗଣନାଟ୍ୟ ସହିତ ଜଡ଼ିତ ନୁହନ୍ତି। ମାଲିକ ଅନନ୍ତ ନାରାୟଣ ଧଳ ଆଇନର ସହାୟତା ନେବେ। ସୂଚନା ଅନୁଯାୟୀ ଅଭିନେତ୍ରୀ କରିବା ପାଇଁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଏବଂ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତେଜନା ଭାଇରାଲ କରିବାକୁ ଧମକ ଦିଆଯାଇଥିବାର ଅଭିଯୋଗ କରାଯାଇଥିଲା। ଏନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ପରେ ଏକ ଯାତ୍ରା ପାର୍ଟିର 2 ଜଣ ମ୍ୟାନେଜରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବତୀଙ୍କ ନିକଟରୁ 2,80,000 ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପରଦିନ ସକାଳୁ 2ଟି ମ୍ୟାନେଜରଙ୍କୁ ଯୁବତୀ ଯାତ୍ରାପାର୍ଟିର ମାଲିକ ସହ ଦେଖା କରାଇବା ପାଇଁ ଏକ ଢାବାକୁ ନେଇ ସେଠାରେ ମାଲିକଙ୍କ ସହ ସେମାନଙ୍କର ଭେଟ କରାଇବା ସହିତ ଅଭିନେତ୍ରୀ ହେବା ପାଇଁ ଆଉ ଥରେ ଆସିବା ପାଇଁ କହିଥିଲେ। ଗତ 12 ତାରିଖ ପୂର୍ବାହ୍ନରେ ଯୁବତୀ କେନ୍ଦ୍ରାପଡ଼ା ନେଇଥିଲା। ସେଠାରେ ଥିବା ଏକ ହୋଟେଲରେ 2 ଜଣ ମ୍ୟାନେଜର ପୁଣି ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ ଭିଡ଼ିଓ ଭାଇରାଲ କରିଦେବେ ବୋଲି ସେମାନେ ଧମକ ଦେଇ ଯୁବତୀଙ୍କୁ ଏକ ସ୍ଥାନରେ ଆଣି ଛାଡ଼ି ଦେଇଥିଲେ। ଫୋନରେ ଯୁବତୀଙ୍କୁ ସେମାନେ ଟଙ୍କା ମାଗିବା ସହିତ ଭିଡ଼ିଓ ଭାଇରାଲ କରିବାକୁ ଧମକ ମଧ୍ୟ ଦେଉଥିଲେ। ଯୁବତୀ ଜଣକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବାର ସୂଚନା ମିଳିଛି। ତେବେ ଏନେଇ ଅନନ୍ତ ନାରାୟଣ ଧଳଙ୍କ ଯାତ୍ରାପାର୍ଟି ଅଶୋକ ସମ୍ରାଟର ମ୍ୟାନେଜର ଜଗତ ଜୀବନ ପଣ୍ଡା କହିଛନ୍ତି ଯେ 2ଟି ଗିରଫ ଅଭିଯୁକ୍ତ ତୁଳସୀ ଗଣନାଟ୍ୟର କୌଣସି ମ୍ୟାନେଜର ନୁହନ୍ତି। ମିଛରେ ତୁଳସୀ ଯାତ୍ରାପାର୍ଟିର ତଥା ମାଲିକଙ୍କୁ ବଦନାମ କରାଯାଉଛି। ଆବଶ୍ୟକ ପଡ଼ିଲେ ମାନହାନି ମୋକଦ୍ଦମା କରାଯିବା ନେଇ ମଧ୍ୟ କହିଛନ୍ତି ଜଗତ ଜୀବନ ପଣ୍ଡା। ପରବର୍ତ୍ତୀ ଖବର, ମାସ ଆରମ୍ଭରୁ ବଦଳିଲା ଏହି 5ଟି ବଡ଼ ନିୟମ। ଏଲ୍‌ପିଜିରୁ ୟୁପିଆଇ ପର୍ଯ୍ୟନ୍ତ ଆପଣଙ୍କ ପକେଟ୍ ଉପରେ ପଡ଼ିବାର ଅଛି ପ୍ରଭାବ। ଜୁନ୍ ମାସ ଆରମ୍ଭ ହେବା ସହିତ ସାରା ଦେଶରେ ଅନେକ ପ୍ରମୁଖ ନିୟମ ପରିବର୍ତ୍ତନ ହୋଇଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କର ଆର୍ଥିକ ସ୍ଥିତିକୁ ସିଧାସଳଖ ପ୍ରଭାବିତ କରିପାରେ ଏବଂ ବ୍ୟାଙ୍କିଂ ସେବା, ଗ୍ୟାସ୍ ସିଲିଣ୍ଡର, ଡିଜିଟାଲ ପେମେଣ୍ଟ, ସୌର ପ୍ୟାନେଲ ଏବଂ ଯାନବାହନ ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ତେଣୁ ଯଦି ଆପଣ ବ୍ୟାଙ୍କିଂ କାର୍ଯ୍ୟକଳାପରେ ନିୟୋଜିତ ହେବାକୁ, ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ପାଇଁ, ଅନଲାଇନ୍ ପେମେଣ୍ଟ କରିବାକୁ କିମ୍ବା ଗାଡ଼ି କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ନୂତନ ନିୟମଗୁଡ଼ିକ ସହିତ ନିଜକୁ ପରିଚିତ କରିବା ଅତ୍ୟନ୍ତ ଜରୁରୀ ଅଟେ। ଏଲ୍‌ପିଜି ସିଲିଣ୍ଡରର ଦାମ ବଢ଼ିଲା। ଜୁନ୍ 1 ତାରିଖରୁ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ଦାମ ବଢ଼ିଛି। ୟୁପିଆଇର ନୂତନ ସିଷ୍ଟମ, ଡିଜିଟାଲ ପେମେଣ୍ଟର ସୁରକ୍ଷା ବୃଦ୍ଧି କରିବା ପାଇଁ ଜୁନ୍ ମାସରୁ ଅନେକ ନୂଆ ପରିବର୍ତ୍ତନ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ଅନେକ ୟୁପିଆଇ କାରବାର ପାଇଁ ପାଣ୍ଠି ପଠାଇବା ପୂର୍ବରୁ ଗ୍ରାହୀତାଙ୍କ ନାମ ତାଙ୍କ ବ୍ୟାଙ୍କରେ ପଞ୍ଜୀକୃତ ଭାବରେ ପରିଦର୍ଶିତ ହେବ, ଯାହାଦ୍ୱାରା ଭୁଲ ସ୍ଥାନାନ୍ତରିତ ଏବଂ ଠକେଇ ହ୍ରାସ କରିବାରେ ସାହାଯ୍ୟ କରାଯିବ। ପ୍ୟାନ୍ ଆଧାର ଲିଙ୍କ। ସରକାର ଆଧାର କାର୍ଡ ଏବଂ ପ୍ୟାନ୍ କାର୍ଡ ଲିଙ୍କ କରିବା ଉପରେ ତୁରନ୍ତ ଗୁରୁତ୍ୱ ଦେଇଛନ୍ତି। ଯେଉଁମାନେ ଏପର୍ଯ୍ୟନ୍ତ 2ଟି ଡକୁମେଣ୍ଟକୁ ଲିଙ୍କ କରିନାହାନ୍ତି, ସେମାନଙ୍କର ବ୍ୟାଙ୍କିଂ ଏବଂ ଟିକସ ସମ୍ବନ୍ଧିତ ମାମଲାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏଟିଏମ୍ ଏବଂ ବ୍ୟାଙ୍କ। ଜୁନ୍ ମାସରୁ ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ କିଛି ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। କିଛି ବ୍ୟାଙ୍କ ନଗଦ ଜମା ଏବଂ ଛୋଟ ମୂଲ୍ୟର ନୋଟ ଜମା କରିବା ସୀମା ସମ୍ପର୍କରେ ସେମାନଙ୍କର ନିୟମ ପରିବର୍ତ୍ତନ କରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ବ୍ୟାଙ୍କ ସମୟରେ ସେମାନଙ୍କର ନିୟମାବଳୀକୁ ଅପଡେଟ୍ କରୁଥିବାରୁ ଗ୍ରାହକମାନଙ୍କୁ ବ୍ୟାଙ୍କିଂ ଫିସ୍ ଏବଂ ସେବା ଶୁଳ୍କ ସମ୍ବନ୍ଧୀୟ ଅପଡେଟ୍ ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ସୌର ପ୍ୟାନେଲ ଏବଂ ସଂସ୍ଥାପକ ପାଇଁ ନୂତନ ନିୟମ। ଯଦି ଆପଣ ଆପଣଙ୍କର ଘର ଛାତର ସୌର ପ୍ୟାନେଲ ଉପରେ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି, ତେବେ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସରକାର ସ୍ପଷ୍ଟ କରିଛନ୍ତି ଯେ ସବସିଡିଯୁକ୍ତ ପ୍ରକଳ୍ପ ପାଇଁ ଅନୁମୋଦନ ମଡେଲ ଏବଂ ନିର୍ମାତା ତାଲିକାରେ ଅନ୍ତର୍ଭୁକ୍ତ କମ୍ପାନୀଗୁଡ଼ିକ କେବଳ ସୌର ମଡେଲ ଏବଂ ସେଲ୍ ବ୍ୟବହାର କରାଯିବ। ଗାଡ଼ି କିଣିବା ମହଙ୍ଗା ହୋଇପାରେ। ଜୁନ୍ ମାସ ଆରମ୍ଭ ହେବା ସହିତ କାର୍ କ୍ରେତାମାନେ ମଧ୍ୟ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଅନେକ ଅଟୋମୋଟିଭ୍ କମ୍ପାନୀ ସେମାନଙ୍କର ଗାଡ଼ିର ମୂଲ୍ୟ ବୃଦ୍ଧି କରିଛନ୍ତି। ମାରୁତି ସୁଜୁକି ଏହାର ଅନେକ କାର୍ର ମୂଲ୍ୟ 30,000 ପର୍ଯ୍ୟନ୍ତ ବୃଦ୍ଧି କରିଛି। ସୀମାନ୍ତ ବାଣିଜ୍ୟ ଆରମ୍ଭ। ହିମାଚଳ ପ୍ରଦେଶର କନୌର ରେଞ୍ଜର ପିଓରେ ଥିବା ସିପକି ଲା ପାସ୍ ଦେଇ ଭାରତ ଚୀନ ସୀମା ବାଣିଜ୍ୟ ଜୁନ୍ 1 ତାରିଖରେ ପୁନର୍ବାର ଆରମ୍ଭ ହେବା ପାଇଁ ଯାଉଛି। ଏଠାରେ 20ଟି ସାମଗ୍ରୀ ଆମଦାନୀ କରାଯିବ ଏବଂ ପ୍ରାୟତଃ 36ଟି ସାମଗ୍ରୀ ରପ୍ତାନି କରାଯିବ।